ଚାଷୀ ହସୁଛି ନା କାନ୍ଦୁଛି ସତ୍ୟତା ଦେଖନ୍ତୁ। ଏକ ରିପୋର୍ଟ ଅନୁସାରେ ଆମମାନଙ୍କୁ ଦେଖିବାକୁ ମିଳୁଛି ଯେ କି ଆମମାନଙ୍କର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେଉଁ ଚାଷୀଙ୍କର ମଣ୍ଡେଇରେ 150 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଯାଉଛି କିମ୍ବା ଯେଉଁ ଚାଷୀ 7 ଏକରରୁ ଅଧିକ ଧାନ ଚାଷ କରିକି ମଣ୍ଡେଇରେ ଦେଉଛି ସେହି ଚାଷୀମାନଙ୍କର ଇନପୁଟ୍ ସବସିଡି ଯେଉଁଟା ପୂର୍ବରୁ ସରକାର ଘୋଷଣା କରିସାରିଛି 800 ଟଙ୍କା ଯେଉଁଟା ଦିଆହେଉଛି ସେଇଟା ପୁଣି ଦିଆଯିବ ନାହିଁ। ଯେଉଁମାନଙ୍କର 150ରୁ ଉର୍ଦ୍ଧ୍ୱ ଧାନ କୁଇଣ୍ଟାଲ ବିକିଛନ୍ତି ସେମାନଙ୍କୁ ଯେଉଁଟା ତାଙ୍କର 3100 ଟଙ୍କା ଯେଉଁଟା ଦେବା କଥା ସେଇଟା ଦେଇଦେବେ। ପୁଣି ତା ଉପରକୁ ଯଦି ଯେଉଁମାନେ ଧାନ ବିକ୍ରି କରୁଛନ୍ତି ସେମାନଙ୍କୁ ଆଉ 800 ଟଙ୍କାର ଇନପୁଟ୍ ସବସିଡି ମିଳିବନି। ଯେତେ ବି ଧାନ ଯଦି ଉପରେ ବିକୁଛନ୍ତି ସେମାନଙ୍କୁ 2369 ଟଙ୍କାରେ ତାଙ୍କ ଧାନଟାକୁ କିଣାଯିବ। ଏହିପରି ସୂଚନା ଦେଇଛନ୍ତି ଆମମାନଙ୍କର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାର୍। ଗୋଟିଏ କଥା କହିବା ପାଇଁ ଚାହେଁ, ଚାଷୀଙ୍କୁ ଆପଣ ଏପରି ହଇରାଣ କରନ୍ତୁ ନାହିଁ, ଏହିପରି ହରକତ କରନ୍ତୁ ନାହିଁ। ଚାଷୀ ହିଁ ବଳ ଅଟେ। ଚାଷୀଙ୍କ ବିନା କୌଣସି କାର୍ଯ୍ୟ ସଫଳ ନୁହେଁ। ଖାସ କରି ଆମ এই ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ତେଣୁକରି ଚାଷୀକୁ ହଇରାଣ କରନ୍ତୁ ନାହିଁ। ଚାଷୀଙ୍କର ହକର ଲଢ଼େଇ ଆଉ ଚାଷୀଙ୍କର ହକର ଜିନିଷ ଅଟେ ସେଇଟା। ତେଣୁକରି ଏପରି ବାହାନାବାଜି ଭାଷଣ ମାରିକି ଚାଷୀକୁ ହରାସ ନିତାଶ ଆଉ କରନ୍ତୁ ନାହିଁ। ଯେପରିକି ଆପଣମାନଙ୍କର ଯେଉଁଟି ବା ଯେଉଁଟା ଆପଣମାନେ ଘୋଷଣା କରିସାରିଛନ୍ତି ସେହି ଘୋଷଣାକୁ ଆପଣମାନଙ୍କର କଣ୍ଟ୍ରୋଲ ରଖନ୍ତୁ। ଆଉ 3100 ଟଙ୍କାରେ ଆପଣମାନେ ଧାନଟିକୁ ଆପଣମାନେ କିଣନ୍ତୁ ଆଉ ଚାଷୀ ଲାଭବାନ ହୁଅନ୍ତୁ, ଏହା ଆମେ ଆଶା କରୁଛୁ। ଆଉ ଯେତେ ଜଣ ମଧ୍ୟ ଚାଷୀ ଭାଇ এই ଭିଡ଼ିଓଟିକୁ ଦେଖୁଛନ୍ତି ନିଶ୍ଚିତ ଭାବରେ ଆପଣମାନେ ସେୟାର କରନ୍ତୁ। ବହୁ ମାତ୍ରାରେ ବହୁ ଚାଷୀ ପାଖରେ এই ଭିଡ଼ିଓଟି ପହଞ୍ଚିବ ଆଉ ସମସ୍ତେ ଜାଗ୍ରତ ହୋଇ ଏହା ପ୍ରତି ସ୍ୱର ଉଠାଇବେ। ରହିଲି, ନମସ୍କାର।